बन्या विपन्नଙ୍କୁ भेटी ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବନ୍ୟା ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଆଉ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ଯଥାଶୀଘ୍ର ସରକାରୀ ସୁବିଧା ଯୋଗାଇ ଦିଆଯିବା ସହ ନିରପେକ୍ଷ ତଦନ୍ତ କରି ବନ୍ୟାରେ ଘର ଭାଙ୍ଗିଥିବା ବିପନ୍ନ ପରିବାରକୁ ଯଥାଶୀଘ୍ର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଁ ଆଜି ଆପଣଙ୍କର ଜିଲ୍ଲାର ଭଦ୍ରକର ବିଧାୟକ ଶୀତାଂଶୁ ବାବୁ, ଜିଲ୍ଲାପାଳ ଏବଂ ଟୋଟାଲ ଟିମ୍ ଆମେ ପରିଦର୍ଶନରେ ଯାଇଥିଲୁ। ଆମେ ତିହିଡି ବନ୍ୟା ଯୋଉମାନେ ଆଫେକ୍ଟେଡ ଅଛନ୍ତି ସେମାନଙ୍କ ସହିତ କଥା ହେଲା ବେଳେ ରିଲିଫ କାର୍ଯ୍ୟରେ ସେମାନଙ୍କର ସନ୍ତୁଷ୍ଟି ଅଛି। ଚାଷ ଜମିର ଚିନ୍ତା ଅଛି। ଯୋଉଠି ପିଇବା ପାଣିର ସମସ୍ୟା କଥା ହେଇଛନ୍ତି ସେ ସ୍ଥାନରେ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯିବା ପାଇଁ କି ନିର୍ଦ୍ଦେଶ ଅଛି ଏବଂ ଟ୍ୟୁବୱେଲ କିଛି ଜାଗାରେ ଲୋକଙ୍କୁ ଦବା ପାଇଁ କି ବି ନିର୍ଦ୍ଦେଶ ସେ ଜାଗାରେ ଦିଆହେଇଛି। ଯୋଉଠି ଅଙ୍ଗନବାଡି ସେଣ୍ଟରରେ ପାଣି ପଶିଛି ଆଜି ସୁଦ୍ଧା ତାକୁ କେୟାର କରିକିରି ଅଙ୍ଗନବାଡିକୁ ମାନେ डिसइनफेक्ट କରି ସାରିଲା ପରେ ପିଲାଙ୍କୁ ଆଣିବା ପାଇଁ କି ନିର୍ଦ୍ଦେଶ ଦିଆଯାଇଛି। ବାକି ସମୀକ୍ଷାରେ ପ୍ରାୟ ଭଦ୍ରକ ଜିଲ୍ଲାରେ ଆମେ ଦେଖିଲେ ଭଦ୍ରକ, ବାସୁଦେବପୁର, ଭଣ୍ଡାରୀ ପୋଖରୀ, ତିହିଡି, ଧାମନଗର ଆଉ ଚାନ୍ଦବାଲି ଏମିତି 6ଟି ବ୍ଲକ ପ୍ରଭାବିତ ଅଛି। ସହରାଞ୍ଚଳର 3ଟି ଯେମିତି ଭଦ୍ରକ ପୌରପାଳିକା, ଧାମନଗର ଏନଏସି, ଧୂସୁରୀ ଏନଏସି। ଟୋଟାଲ ଗ୍ରାମ ପଞ୍ଚାୟତ 126ଟି ଏବଂ ଏବେ ପାଖାପାଖି ଗାଁ 503ଟି ଗାଁ ଏବେ ଯାହା ଟୁ ଡେଟ୍ ଅଛି ପ୍ରଭାବିତ ଅଛି। ଏବେ 346ଟି ମାଗଣା ରୋଷେଇ କେନ୍ଦ୍ର ଯୋଉଟା ଖୋଲିଥିଲା ଏବେ ସେଥିରୁ ଆଉ 29ଟି ଏବେ ଚାଲୁ ଅଛି ଆଉ ସବୁ ଗୁଡାକ କ୍ଲୋଜ ହେଇଗଲାଣି। ତାମାନେ ଲୋକ ତାଙ୍କ ନିଜ ଜାଗାକୁ ଫେରିଗଲେଣି। ଇଏ ସମୀକ୍ଷାରେ ରିଲିଫ, ରିହାବିଲିଟେସନ ରେ ଏବଂ रिस्टोरेशन रास्ता घाट जोटा कट ऑफ ହେଇଛି ତାର ରିଷ୍ଟୋରେସନ ପାଇଁ କି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯୋଉ ଅଛି ତାଙ୍କୁ ତୁରନ୍ତ ବେଗରେ କୁହାଗଲା। ଏବଂ ତିହିଡିରେ ଗୋଟେ କମ୍ପ୍ଲେନ ଥିଲା କି ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି, ତୁରନ୍ତ ତାଙ୍କୁ ବାଉଁଶ ଚାରା ଗୋଟେ ଟେମ୍ପୋରାରୀ ଯୋଗାଇ ଦେବା ପାଇଁ କି ନିର୍ଦ୍ଦେଶ ଦେଇଛି। ଏବଂ ମୁଁ ଭାବୁଛି କି ହସ୍ପିଟାଲରେ ଯୋଉଠି ଡକ୍ଟରଙ୍କର କମି ଥିଲା ସେଠି ତୁରନ୍ତ ଡେପୁଟେସନ କରିବାକୁ କୁହାଯାଇଛି। ब्लीचिंग, डिसइनफेक्शन, पानीय जलर व्यवस्था ये सब को आम द्रुत गति लोकों पाखे पहुंचेबू। आहरी जो पशुधन प्रभावित जेहेतु चारिआडे पानी घेरी गोखाद्य सफिशिएंटली लोकों पाखे पहुंचवा की निर्देश दिगला। बाकी आम पुणी प्रस्तुत हवा कि जे आग को पुणी आसी पारे वर्षा तेणु तापाई कि प्रशासन प्रस्तुति रही साधारण लोकंकर जो चाष जमी अफेक्टेड अच्छे से 7 दिन भितर जेमती माननीय मुख्यमंत्री निर्देश देइचंती कि नुआ विहन ये सब जोगे दिया जीवो। हॉर्टिकल्चर डिमांड अच्छी कि आम छोट छोट मंजी छोट पैक रे आम जोगे दबा। तो पाखापाखि कृषि एवं फिशरी रे बहुत लोकंकर क्षति अच्छी तांको आमे रिलीफ रे ही रिलीफ कोड अनुଯାୟୀ कि साध्य करियो। चाष जमी जो उडुडी जाई छे समान पे कोन बेसी सहायता करा जीवो। चाष जमी रो जो सर्वे आसुची आसला परे रिलीफ कोड रे जहा आसीची से अनुଯାୟୀ कि तांको तो क्षतिपूरण मिलिबो ही मिलिबो। ता परे तांको जो शॉर्ट टर्म रो जो चाषी मान को सुहाइला भली से माने जो भली चाष करिवे बोली चाहिबे सरकार से भली बिहन जोगे दो। केते बर्तन घर भांगी जीवा असेसमेंट करछि असेसमेंट बोधे चाली छी। असेसमेंट एबे जो मानकर घर भांगी असेसमेंट आसिला परे आमे कहिचे कि टिके लिबराल हेबे। जो मानकर भांगी छी से मानक पाखे घर मुंड गुंजिवा पई घर रहिबा दरकार। पॉलिथिन व्यापक व्यवस्था माने कारण वर्षा आस हे पारे ये सबू को प्रॉपर असेसमेंट हे गला परे केते घर भांगी छी से अनुଯାୟୀ पुणी से मानक पई चांदबाली को भद्रक जिल्लापाल 2 दिन होला जाउछंती
ସେଠି ମ୍ୟାକ୍ସିମମ୍ ଏରିଆରେ ପାଣି ଜମିଛି, ସେଠି ରନ୍ଧା ଖାଦ୍ୟ ଦିଆହଉଛି ନା କଣ ବ୍ୟବସ୍ଥା ହେଇଛି? 29ଟି ଜାଗାରେ ଏବେ ଅଛି, 29ଟି ଜାଗାରେ ଏବେ ରୋଷେଇ କେନ୍ଦ୍ର ଚାଲୁଛି ଏବଂ ଯୋଉ ଜାଗାରେ ଲୋକ ଘରକୁ ଫେରିଗଲେଣି ତାଙ୍କ ପାଖେ ଶୁଖିଲା ଖାଦ୍ୟ ମହଜୁଦ ଅଛି। ନା ଏବେ ପାଣି ଘରରେ ବି ଅଛି, ବିଦ୍ୟାଳୟ ଗୁଡା ପିଲାମାନେ ଯାଇପାରୁନାହାନ୍ତି। ଡିସ୍କସନ ବି କରାଯିବ ସେ ବ୍ୟବସ୍ଥା। ଏଜୁକେସନ କୁ ଡିସଇନଫେକ୍ସନ କରିବା ପାଇଁ ଶୋଧନ ହେଲା ପରେ ଯାଇକି ସ୍କୁଲ ଖୋଲିବେ, ଏଇଟା ଜିଲ୍ଲାପାଳଙ୍କ ହଇଜା ବ୍ୟାପିବାର ଆଶଙ୍କା ଅଛି ପାଣି ତା ଛାଡିଲା ପାଇଁ ପରେ। ପ୍ରସ୍ତୁତ ହେଇଯାଇଛି। ଆମେ ବ୍ଲିଚିଂ ମ୍ୟାଡାମ ଜିଲ୍ଲାରେ ଦି ଚାରିଟା ମାତ୍ର ଗୋଶାଳା, ଅତ୍ୟଧିକ ଗୋରୁ ଗାଈ ସେଠି ରହିଲେଣି, ସେଠି ଖାଦ୍ୟ ପାଇଁ ବହୁତ ହଇରାଣ ହଉଛି। ଆଚ୍ଛା, ସେଇଟା ବି ଆପଣ ଟିକେ ଦେଖିନେବେ। ଆମେ ସାହାଣୀ ନଦୀରେ ଯୋଉ ବନ୍ଧ ହେଇଛି ବାଲୁ ଯାଇଛି, ଏବେ ସୁଦ୍ଧା ପାଣି ସ୍ଲୋ ବନିବାର ଚାଲିଛି, ଗାଁକୁ ମଧ୍ୟ ଚାଲିଛି, ଚାଷ ଜମିକି ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ତାର ମରାମତି ଏପର୍ଯ୍ୟନ୍ତ କରାଯାଇ ପାରୁନାହିଁ। ନାଇଁ, ଆପଣ ଆ ପରେ ସେଇ ବିଭାଗର ଅଧିକାରୀ ମାନଙ୍କ ସହିତ କଥା ହେଇଯିବେ। କିଛି ସାଂସନ ଆସିଛି ସେମାନଙ୍କ ପାଖେ, 1 year ଲାଗିବ ବୋଲି ଏବେ ସେ କହୁଥିଲେ, ଯାହା ରିଭ୍ୟୁରେ ମତେ କହୁଥିଲେ 1 ବର୍ଷ ଭିତରେ ଆମେ ତାର କମ୍ପ୍ଲିଟ କରିବୁ। ଧନ୍ୟବାଦ। ଜିଲ୍ଲାରେ ସାଳନ୍ଦୀ ଏବଂ ବୈତରଣୀ ପ୍ରତିବର୍ଷ ବନ୍ୟା ଆସୁଥିଲା, ଜିଲ୍ଲାବାସୀଙ୍କ ଦାବି କ୍ୟାପିଟାଲ ଆମ୍ବାଗମେଣ୍ଟ ସରକାର କଣ? ଦେଖନ୍ତୁ, ଆମେ ଆଜି ରିଭ୍ୟୁରେ ବି ମୁଁ କହିଛି କି କିଛି ବଡ ଭାବିକିରି ପ୍ଲାନିଂ କରନ୍ତୁ, ଯେମିତି ସବୁବେଳେ ବନ୍ୟାକୁ ଲୋକ ସାମ୍ନା କରୁଥିବେ, ଆମେ ରିଲିଫ ଦେବା ବଦଳରେ କେମିତି ପ୍ରତିହିତ କରିବା ସେ ପାଇଁ କି ପ୍ଲାନିଂ କରିବା ପାଇଁ କି କୁହାଯାଇଛି। ଭଦ୍ରକରୁ ସୁନୀଲ ଦତ୍ତଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।